ହ୍ୟାଲୋ ସାଙ୍ଗମାନେ, ଭୁବନେଶ୍ୱର ଆଇଆଇଟି ତରଫରୁ ଆସିଗଲା ବଡ଼ ନିଯୁକ୍ତି। ଦେଖନ୍ତୁ, ପରୀକ୍ଷା ହେବ ନାହିଁ, ସାଲାରୀ ରହିବ 50,000। ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଜବ୍ଟି ରହିବ। ଆପ୍ଲାଇ ଡେଟ୍ ତ ଆରମ୍ଭ ହୋଇସାରିଛି। ଦେଖନ୍ତୁ, କ୍ୱାଲିଫିକେସନ୍, ଏଜ୍, ସିଲେକ୍ସନ୍ ଆପ୍ଲାଇ ପ୍ରୋସେସ୍ କେମିତି ରହିବ, ଫୁଲ୍ ଡିଟେଲ୍ସ ଜାଣନ୍ତୁ। ହାତ ଛଡ଼ା କରନ୍ତୁ ନାହିଁ, ଆପ୍ଲାଇ ଡେଟ୍ ଆରମ୍ଭ ହୋଇସାରିଛି। ଚାଲନ୍ତୁ ଡେରି ନ କରି କେମିତି ଆପ୍ଲାଇ କରିବା, ଫୁଲ୍ ଡିଟେଲ୍ସ ଦେଖିବା। ଦେଖନ୍ତୁ, ଯଦି ଦେଖନ୍ତୁ ନୂଆ ନୂଆ ଜବ୍ ନୋଟିଫିକେସନ୍ ପାଇବା ପାଇଁ ବିଶ୍ୱାସ ଷ୍ଟୋରି ଷ୍ଟାର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ। ନୂଆ ନୂଆ ଜବ୍ ନୋଟିଫିକେସନ୍ ପାଇପାରିବେ। ସାଙ୍ଗମାନେ ଦେଖନ୍ତୁ, ଯେକୌଣସି ୱେବ୍ ବ୍ରାଉଜରକୁ ଯାଇକି ଲେଖିଦେବେ ଜବ୍ସ କାର୍ଟ ଲେଖିଲା ପରେ ଦେଖନ୍ତୁ ଜବ୍ସ କାର୍ଟ ଆସିଗଲା। ୟାର ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ତଳୁ ସ୍କ୍ରୋଲ୍ ଡାଉନ୍ କରିବେ। ସ୍କ୍ରୋଲ୍ ଡାଉନ୍ କଲା ପରେ ଆମର ଦେଖନ୍ତୁ ଲୋଡ୍ ମୋର୍ ଉପରେ କ୍ଲିକ୍ କରିବେ। ଲୋଡ୍ ମୋର୍ କ୍ଲିକ୍ କଲା ପରେ ଦେଖିବେ ଡାହାଣ ସାଇଡ଼୍ରେ ଲେଖା ହେଇଛି ଆଇଆଇଟି ଭୁବନେଶ୍ୱର ରିକ୍ୱାରମେଣ୍ଟ 2026 ଆପ୍ଲାଏ ଅନଲାଇନ୍ ଫର୍ ଭାରିୟସ୍ ପୋଷ୍ଟ। ୟାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏମିତି ଗୋଟେ ଇଣ୍ଟରଫେସ୍ ଆସିବ, ଆକୁ କ୍ଲୋଜ୍ କରିଦେବେ। କ୍ଲୋଜ୍ କଲା ପରେ ତଳୁ ଆସିବା। ଦେଖନ୍ତୁ ତଳୁ ଆସିଲା ଦେଖନ୍ତୁ ଆଇଆଇଟି ଭୁବନେଶ୍ୱର ରିକ୍ୱାରମେଣ୍ଟ 2026 ଓଭରଭ୍ୟୁ ବାହାରିଛି ଆଇଆଇଟି ତରଫରୁ। ଦେଖନ୍ତୁ ନେମ୍ ଅଫ୍ ଅର୍ଗାନାଇଜେସନ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର। ଜବ୍ ଟାଇପ୍ଟି ରହିବ କଣ୍ଟ୍ରାକ୍ଚୁଆଲ୍। ଦେଖନ୍ତୁ ଟୋଟାଲ୍ ପୋଷ୍ଟ 6ଟି। ବିଜନେସ୍ ମ୍ୟାନେଜର ଆଣ୍ଡ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ। ଦେଖନ୍ତୁ ମୋଡ୍ ରହିବ ଅଫଲାଇନ୍ ରହିବ, ମୋଡ୍ ଅଫ୍ ଆପ୍ଲିକେସନ୍ ରହିବ ଅନଲାଇନ୍ ଆସିବ। ହୁ କ୍ୟାନ୍ ଆପ୍ଲାଏ ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ସ। ଓଡ଼ିଶାର ସମସ୍ତ କ୍ୟାଣ୍ଡିଡେଟ୍ ଏଇ ଜବ୍ରେ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ରହିବ ଓଡ଼ିଶାରେ ଜବ୍ଟି ରହିବ। ତାପରେ ଦେଖନ୍ତୁ ଲାଷ୍ଟ ଡେଟ୍ ଆମର ରହିଲା, ଲାଷ୍ଟ ଡେଟ୍ କେବେ ରହିଲା ଆମର ଅଗଷ୍ଟ 6 ତାରିଖ ପର୍ଯ୍ୟନ୍ତ ରହିଲା। ଦେଖନ୍ତୁ ୟାର ଅଫିସିଆଲ ୱେବସାଇଟ୍ ରହିଲା। ଦେଖନ୍ତୁ ଜେଣ୍ଡର କିଏ ବୋଥ୍ ଫିମେଲ୍ ଆଣ୍ଡ ମେଲ୍ ପକାଇ ପାରିବେ। ତଳୁ ଦେଖନ୍ତୁ ଆସିଲା ପରେ ଦେଖନ୍ତୁ ପର୍ସନାଲ୍ ଇଣ୍ଟରଭ୍ୟୁ ରହିବ। ଦେଖନ୍ତୁ ଡକୁମେଣ୍ଟ, ତାପରେ ରହିବ ଡକୁମେଣ୍ଟ ଭେରିଫିକେସନ୍ ରହିବ। ତାପରେ ବିଜନେସ୍ ମ୍ୟାନେଜର ରହିବ 4ଟା ପୋଷ୍ଟ। ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ରହିବ 2ଟା ପୋଷ୍ଟ। ଦେଖନ୍ତୁ ତାପରେ ତଳକୁ ଆସିବେ। ମିନିମମ୍ ଏଜ୍ ଲିମିଟ୍ ହେଉଛି 21 ବର୍ଷ, ମାକ୍ସିମମ୍ ରହୁଛି 42 ବର୍ଷ। ଏଜ୍ ରିଲାକ୍ସେସନ୍ ରହିଛି। ଓବିସି କ୍ୟାଣ୍ଡିଡେଟ୍ ପାଇଁ 3 ବର୍ଷ ରହିଛି। SC ST PWD କ୍ୟାଣ୍ଡିଡେଟ୍ ପାଇଁ ରହିଛି 5 ବର୍ଷ। ଏକ୍ସ ସର୍ଭିସମ୍ୟାନ୍ ପାଇଁ 5 ବର୍ଷ। PWD SC ST କ୍ୟାଣ୍ଡିଡେଟ୍ ପାଇଁ 15 ବର୍ଷ ରିଲାକ୍ସେସନ୍ ରହିଛି। ଦେଖନ୍ତୁ ତାପରେ ଆପ୍ଲାଇ ଫାଷ୍ଟ ଷ୍ଟାର୍ଟିଂ ଡେଟ୍ ଅଲରେଡ଼ି ଷ୍ଟାର୍ଟ ହେଇସାରିଛି ଅନଲାଇନ୍ ମାଧ୍ୟମରେ। ଲାଷ୍ଟ ଡେଟ୍ ହେଉଛି ଅଗଷ୍ଟ 6 ତାରିଖ ପର୍ଯ୍ୟନ୍ତ ଲାଷ୍ଟ ଡେଟ୍। ଜେନେରାଲ୍ ଓବିସି ନୋ ଫି ନାହିଁ କୌଣସି, ସମସ୍ତଙ୍କ ପାଇଁ ରହିଛି, ଟୋଟାଲ୍ ଫ୍ରି ରହିଛି, ମାଗଣାରେ ଆବେଦନ କରିପାରିବେ। ତଳକୁ ଆସିବେ। ଦେଖନ୍ତୁ ଡକୁମେଣ୍ଟ କ'ଣ ରହିଛି ଆମର ଅଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ ରହିବ। କାଷ୍ଟ ସାର୍ଟିଫିକେଟ୍, ଦେଖନ୍ତୁ କାଷ୍ଟ ସାର୍ଟିଫିକେଟ୍, ରେସିଡେଣ୍ଟ ସାର୍ଟିଫିକେଟ୍, ଭ୍ୟାଲିଡ୍ ଇମେଲ୍ ID ଆଣ୍ଡ ମୋବାଇଲ୍ ନମ୍ବର, ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋ ରହିବ। ID ପ୍ରୁଫ୍ ଆଧାର ହେଉ କିମ୍ବା ଭୋଟର ହେଉ କିମ୍ବା ପ୍ୟାନ୍ କାର୍ଡ଼ ହେଉ ID ରହିବ। CV ରହିବ, CV ଅର୍ଥାତ୍ ରିଜ୍ୟୁମ୍ ରହିବ। ଦେଖନ୍ତୁ ବିଜନେସ୍ ମ୍ୟାନେଜର ରହିବ 50,000 ସାଲାରୀ, ଭଲ ସାଲାରୀ ରହିଛି ପର୍ ମନ୍ଥ। TADA ରହିଛି। ତାପରେ ଆମର ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ରହିଛି 25,000 ପର୍ ମନ୍ଥ ପ୍ଲସ୍ TADA ରହିଛି ଆହୁରି। ତାପରେ ଦେଖନ୍ତୁ ଆମର ଇମ୍ପୋର୍ଟାଣ୍ଟ ଲିଙ୍କ୍ ରହୁଛି ନୋଟିଫିକେସନ୍ PDFଟି। ଦେଖନ୍ତୁ ତାରି ଉପରେ କ୍ଲିକ୍ କରିବା। ନୋଟିଫିକେସନ୍ PDF, ଦେଖନ୍ତୁ ନୋଟିଫିକେସନ୍ PDFଟି ଓପନ୍ ହୋଇଯିବ। ଦେଖନ୍ତୁ ଏଇଠି ଆପଣ ସବୁ କ୍ଲିଅର୍ ଭାବରେ ଦେଖିପାରିବେ। ଦେଖନ୍ତୁ ରହିଛି ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନରସିପ୍ ପାର୍କ
इनभाइट ऑनलाइन एप्लिकेशन फॉर्म द इंटरेस्टेड देखो हियर रही बिजनेस मैनेजर रही 4टा पोस्ट 50,000 पर मंथ टीएडीए रही आम रही प्रोजेक्ट असिस्टेंट रही 2टा पोस्ट 25,000 सालारी रही टीएडीए रही सहित देखु आमर एलिजिबिलिटी क्राइटेरिया कौन रही देखो पोस्ट ग्रेजुएशन इन बिजनेस मैनेजमेंट उपरे ग्रेजुएशन करथिबा दरकार डेवलपमेंट स्टडीज देखो पढ़ी तलू तलू आसवे सब डिटेल्स जानीपारे देखु एलिजिबिलिटी प्रोजेक्ट असिस्टेंट 2टा पोस्ट रही एलिजिबिलिटी कौन मिनिमम क्वालिफिकेशन ग्रेजुएशन मागुची